नमस्कार ମୁଁ ଆଡଭୋକେଟ୍ ଦୀପ୍ତି ରଞ୍ଜନ ଆଇନ ଚର୍ଚ୍ଚାରେ ଆଜି ଏକ ନୂଆ ବିଷୟକୁ ଆପଣଙ୍କୁ ସ୍ୱାଗତ। ଆଜି ଯେଉଁ ବିଷୟ ରହିଛି ଏକ ସେନ୍ସିଟିଭର ବିଷୟ ଯେ ଆପଣମାନେ ସମସ୍ତେ ଜାଣିଥିବେ 2007ରେ ସିନିୟର ସିଟିଜେନ୍ ଆଉ ଯେଉଁମାନେ ଆମର ରହିଲେ ଓଲ୍ଡ ଏଜ୍ ପ୍ୟାରେଣ୍ଟସ୍ ବୃଦ୍ଧ ପିତାମାତା ଏବଂ ବରିଷ୍ଠ ନାଗରିକ ଯେଉଁ ଆମ ଦେଶରେ ରହିଛନ୍ତି ସେମାନଙ୍କ ପାଇଁ ଗୋଟେ ନିୟମ ପାସ୍ ହେଇଛି 2007ରେ ଯେଉଁଟାକୁ ଆମେ କହୁଛନ୍ତି ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ୍ ଦି ପ୍ୟାରେଣ୍ଟସ୍ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ 2007। କାହିଁକି ମୁଁ ପ୍ରଥମେ କହିଲି ବହୁତ ସେନ୍ସିଟିଭର ବିଷୟ କାରଣ ଆପଣମାନେ ଜାଣିଛନ୍ତି ଶେଷ ଯେଉଁ ଜନଗଣନା 2011ରେ ହେଇଥିଲା ସେଥିରେ ଆମର ଯେଉଁ ସିନିୟର ସିଟିଜେନ୍ସଙ୍କ ପପୁଲେସନ୍ ରହିଛି କେତେ ନା ଜନସଂଖ୍ୟା ରହିଛି 8.6% ଏବଂ ଏବେ ସୁଦ୍ଧା 2022 ସୁଦ୍ଧା ଆମ ସମୁଦାୟ ଜନସଂଖ୍ୟାର 10% ପାଖାପାଖି 10.5% ଲୋକ ହେଉଛନ୍ତି ସିନିୟର ସିଟିଜେନ୍ ମାନେ ବରିଷ୍ଠ ନାଗରିକ ଏବଂ 2050 ସୁଦ୍ଧା ଆକଳନ କରାହେଉଛି ଯେ ଇଏ ଆମ ଯେଉଁ ପପୁଲେସନ୍ ଅଛି ଆମ ଯେଉଁ ଜନସଂଖ୍ୟା ଅଛି ଏ ଜନସଂଖ୍ୟାର 20% ଜନସଂଖ୍ୟା ହେବ ବରିଷ୍ଠ ନାଗରିକ। ତେଣୁ ବର୍ତ୍ତମାନ ଏ ଯେଉଁ ବରିଷ୍ଠ ନାଗରିକମାନଙ୍କର ମେଣ୍ଟେନାନ୍ସର କ୍ୱେଶ୍ଚନ୍ ସବୁବେଳେ ଆପଣ ଶୁଣୁଥିବେ କେଉଁ ପୁଅ କେଉଁ ବାପା ମାଆଙ୍କୁ ଘରୁ ବାହାର କରିଦେଉଛନ୍ତି ବାପା ମାଆ ମାନେ ଦେଖିବେ ଅନେକ ସମୟରେ ବାହାରେ ଆଇନର ଆଶ୍ରୟ ନେଉଛନ୍ତି। ତେଣୁ ଆ ପାଇଁ ଯେଉଁ ଆଇନଟି ରହିଛି ମୁଁ ଆପଣଙ୍କୁ କହି ରଖେ ଯେ ଯେକୌଣସି ବୃଦ୍ଧ ପିତାମାତା ବା ସିନିୟର ସିଟିଜେନ୍ ଯେଉଁମାନେ 60 ବର୍ଷରୁ ଅଧିକ ସେମାନଙ୍କୁ ଯଦି ସେମାନେ ଅନେବଲ୍ ନିଜର ମାନେ କୌଣସି ଆର୍ନିଂରୁ ବା ନିଜ ସମ୍ପତ୍ତିରୁ ନିଜକୁ ମେଣ୍ଟେନ୍ କରିବା ପାଇଁ ଅନେବଲ୍ ମେଣ୍ଟେନ୍ ମାନେ ଖାଇବା ପିଇବା ତାଙ୍କର ହସ୍ପିଟାଲ ଖର୍ଚ୍ଚ ଏ ସବୁକୁ ସେମାନେ କୌଣସି ମତେ ତାଙ୍କର ମେଣ୍ଟେନ୍ କରିପାରୁ ନାହାନ୍ତି। ତ ସେଇ ସମୟରେ ଦୁଇଟା ଜିନିଷ ମୁଁ ଆପଣଙ୍କୁ କହି ରଖୁଛି ଯେଉଁମାନେ ସିନିୟର ସିଟିଜେନ୍ସ ସେମାନେ ତାଙ୍କ ଚିଲଡ୍ରେନ୍ ମାନେ ଯେଉଁମାନେ ତାଙ୍କ ସନ୍ ଡଟର ଗ୍ରାଣ୍ଡସନ୍ ଗ୍ରାଣ୍ଡ ଡଟର ଏମାନଙ୍କର ଏଗେନଷ୍ଟରେ ମେଣ୍ଟେନାନ୍ସ ପାଇଁ ଯେଉଁ ଟ୍ରିବ୍ୟୁନାଲ ଅଛି ଆମର ଜିଲ୍ଲାର ଟ୍ରିବ୍ୟୁନାଲ ବା ସବ୍ ଡିଭିଜନରେ ସବୁ ଟ୍ରିବ୍ୟୁନାଲ ଅଛି ମେଣ୍ଟେନାନ୍ସ ଟ୍ରିବ୍ୟୁନାଲ ସେଠି ସେମାନେ ଆପ୍ଲାଏ କରିପାରିବେ ଏବଂ ଯେଉଁମାନେ ସିନିୟର ସିଟିଜେନ୍ସ ଅଛି ଯେଉଁମାନଙ୍କର ପିଲା ଛୁଆ ନାହାନ୍ତି ତ ସେମାନେ କ'ଣ କରିପାରିବେ ନା ସେମାନେ ତାଙ୍କ ରିଲେଟିଭ୍ ଏଗେନଷ୍ଟ ରିଲେଟିଭ୍ କେଉଁମାନେ ନା ରିଲେଟିଭ୍ ଯେଉଁମାନେ ତାଙ୍କର ମୃତ୍ୟୁ ପରେ ତାଙ୍କ ପ୍ରପର୍ଟି ବା ତାଙ୍କ ସମ୍ପତ୍ତିରେ ସେମାନେ ମାନେ ସେମାନଙ୍କର ଅଧିକାର ଆସିବ ତ ସେଇମାନଙ୍କ ଏଗେନଷ୍ଟରେ ସେମାନେ ଟ୍ରିବ୍ୟୁନାଲ ଆପ୍ଲାଏ କରିପାରିବେ ମେଣ୍ଟେନାନ୍ସ ଆଉ ୱେଲଫେୟାର ପାଇଁ। ମେଣ୍ଟେନାନ୍ସ ୱେଲଫେୟାର କହିଲେ ଯେଉଁଟା ଆମେ ସମସ୍ତେ ଜାଣିଛନ୍ତି ଫୁଡ୍ କ୍ଲଥିଂ ମାନେ ଖାଦ୍ୟ ବସ୍ତ୍ର ଆଉ ତାଙ୍କ ରହିବା ଜାଗା ଆଉ ହସ୍ପିଟାଲର ଖର୍ଚ୍ଚ। ଆଚ୍ଛା ମୁଁ ଆପଣଙ୍କୁ କହି ରଖେ ଯଦି ଏମିତି ଦୃଷ୍ଟାନ୍ତ ଆପଣ ଦେଖୁଛନ୍ତି କେଉଁଠି ଏବଂ ସେ ବୃଦ୍ଧ ଦମ୍ପତି ବା କୌଣସି ବରିଷ୍ଠ ନାଗରିକ ଆପ୍ଲିକେସନ ଦେବା ପାଇଁ ଅସମର୍ଥ ମାନେ ଫିଜିକାଲି ସେଇ ସମୟରେ ମଧ୍ୟ ଯେ କେହି ବ୍ୟକ୍ତି ସେମାନେ କରିପାରିବେ କିମ୍ବା ତାଙ୍କ ତରଫରୁ ଯେ କେହି ବ୍ୟକ୍ତି ମଧ୍ୟ ଟ୍ରିବ୍ୟୁନାଲରେ ଆପ୍ଲାଏ କରିପାରିବେ ତାଙ୍କର ମେଣ୍ଟେନାନ୍ସ ଆଉ ୱେଲଫେୟାର ପାଇଁ। ମନେ ରଖନ୍ତୁ ଏ କେଉଁଠି ହେଇପାରିବ ନା ଜିଲ୍ଲାରେ ଯେଉଁଠି ସେ ଆମର ବରିଷ୍ଠ ନାଗରିକ ରହୁଛନ୍ତି କିମ୍ବା ତାଙ୍କ ପିଲା ଛୁଆ ଯେଉଁଠି ରହୁଛନ୍ତି ସେଇ ଜୁଡ଼ିକେସନ ଭିତରେ ଆପଣ ଆପ୍ଲିକେସନ ଦେଇପାରିବେ ଏବଂ ସବୁଠୁ ବଡ଼ ଜିନିଷ ଯେ ଯଦି କୌଣସି ପୁଅ ବା ଝିଅ ବା ଯେଉଁମାନେ ରହିଲେ ତାଙ୍କର ରିଲେଟିଭ୍ସ ଯଦି ସେମାନଙ୍କୁ ଅବହେଳା କରୁଛନ୍ତି ମେଣ୍ଟେନାନ୍ସ ଦେଉନାହାନ୍ତି ତାହେଲେ କୋର୍ଟ ଆପ୍ରୋପ୍ରିଏଟ୍ ଗୋଟେ ମେଣ୍ଟେନାନ୍ସ ଫିକ୍ସ କରିପାରିବ ଯେ କେତେ ଟଙ୍କାରେ ସେମାନଙ୍କର ମେଣ୍ଟେନାନ୍ସ ହେଇପାରିବ ସେଟା କୋର୍ଟର ଡିସ୍କ୍ରିସନାରୀ ପାୱାର ମାନେ କୋର୍ଟ ଉପରେ ତାକୁ ଛାଡ଼ି ଦିଆଯାଇଛି ତଥାପି ଗୋଟେ ମ୍ୟାକ୍ସିମମ୍ 10,000 ଟଙ୍କା ମନ୍ଥଲି ଗୋଟେ କ୍ୟାପ୍ ମଧ୍ୟ ଲଗାହେଇଛି ଏବଂ ଏହାକୁ ଯଦି ଭାয়োଲେଟ୍ କରାଯାଏ ମୁଁ ଆପଣଙ୍କୁ କହି ରଖୁଛି ଯେଉଁଟା ଆପଣଙ୍କର ରହିଛି ସେକ୍ସନ ଆପଣଙ୍କର ଯେଉଁଠି ସେକ୍ସନ 4 ଆପଣ ଦେଖିବେ ଯଦି ସେ ଆପ୍ଲିକେସନ ଦେଇପାରିବେ ଆପଣଙ୍କର ଯେଉଁ ଆକ୍ଟ ରହିଛି ଯଦି କୌଣସି ବ୍ୟକ୍ତି ଏଇ ଯେଉଁ ମେଣ୍ଟେନାନ୍ସ ତାଙ୍କ ଏଗେନଷ୍ଟ ପାସ୍ କରାଯାଇଛି ଯଦି ନ ଦିଅନ୍ତି ତା ପାଇଁ ମଧ୍ୟ ପ୍ରୋଭିଜନ୍ସ ଅଛି ପନିଶମେଣ୍ଟର ଯେମିତି ଫାଇନ୍ ଆଦାୟ କରେ କୋର୍ଟ ତାଙ୍କଠୁ ସେମିତି ଆଦାୟ କରିପାରିବ। ତେଣୁ ଯେଉଁଠି ବି ଆପଣ ଦେଖୁଛନ୍ତି କେଉଁଠି ଆମର ବରିଷ୍ଠ ନାଗରିକ ଅବହେଳା ହେବାର ବା କୌଣସି ବୃଦ୍ଧ ପିତାମାତା ଅବହେଳା ହେବାର ସେମାନେ ଆଇନର ଆଶ୍ରୟ ନେଇପାରିବେ ଏବଂ ତାଙ୍କ ପାଇଁ ସ୍ୱତନ୍ତ୍ର ସେମାନଙ୍କ ପାଇଁ ଆମର ଆଇନରେ ସ୍ୱତନ୍ତ୍ର ଆକ୍ଟ ପାସ୍ କରାଯାଇଛି। ମୁଁ ଭାବୁଛି ଆପଣ ଏ ଆକ୍ଟର ମୁଁ ଯେଉଁ ପ୍ରୋଭିଜନ୍ସ ଗୁଡ଼ିକ କହିଲି ଆପଣ ଜାଣିପାରିଥିବେ ଏବଂ ଯଦି ଅନ୍ୟ କିଛି ସନ୍ଦେହ ଅଛି ଡାଉଟ୍ସ ଅଛି ୟା ଉପରେ ଆପଣ କମେଣ୍ଟସ୍ କରନ୍ତୁ ମୁଁ ଏ ଯେଉଁ ଆକ୍ଟ ରହିଛି ଆ ଉପରେ ଆପଣଙ୍କୁ ଆନ୍ସର ଦେବି ବା ଉତ୍ତର ଦେବା ପାଇଁ ମୁଁ ଚେଷ୍ଟା କରିବି। ନମସ୍କାର, ଜୟ ଜଗନ୍ନାଥ।